ପିଲାଏ, ଏବେର ଯୁଗ ଆଧୁନିକର ଯୁଗ, ବିଜ୍ଞାନର ଯୁଗ, ଇଣ୍ଟରନେଟ୍ର ଯୁଗ। ବିଜ୍ଞାନର ଦ୍ରୁତ ଉନ୍ନତି ପାଇଁ ମଣିଷ ଆଜି ଅତ୍ୟାଧୁନିକ ଜୀବନଶୈଳୀ ଉପଭୋଗ କରୁଛି। ଫଳରେ ସମସ୍ତଙ୍କ ଜୀବନ ସରଳ, ସହଜ ଓ ସୁନ୍ଦର ହୋଇପାରୁଛି। ହେଲେ ଆମେ ବୁଝିପାରୁନୁ ଯେ ଆମେ ଯେଉଁ ପରିବେଶରେ ନିଜର ଜୀବନ ଅତିବାହିତ କରୁଛୁ, ସେହି ପରିବେଶ ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। ଶିଳ୍ପର ସମ୍ପ୍ରସାରଣ, ଜନସଂଖ୍ୟାର ବିସ୍ଫୋରଣ, ମାରଣାସ୍ତ୍ରର ପ୍ରୟୋଗ, ଜଙ୍ଗଲ କ୍ଷୟ, ଯାନବାହନର ଚଳାଚଳ, ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ଏସବୁ କାରଣ ଯୋଗୁଁ ଆମ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଆଉ ଏ କଥାକୁ ମାନିବାକୁ ହେବ ଯେ ଏହି ସମସ୍ୟା ଆମ ରାଜ୍ୟ କି ଦେଶର ନୁହେଁ, ବରଂ ସାରା ପୃଥିବୀର ସମସ୍ୟା ହୋଇଯାଇଛି। ହଁ ପିଲାଏ, ସାଧାରଣତଃ ଜଳ ଓ ବାୟୁ ପ୍ରଦୂଷଣ ପାଇଁ ପରିବେଶ ଦୂଷିତ ହୋଇଥାଏ। ହେଲେ ଏସବୁ ପ୍ରଦୂଷିତ ହେଉଛି କେବଳ ଆମ ମଣିଷମାନଙ୍କ ପାଇଁ। ସେଥିପାଇଁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ। ନହେଲେ ଭବିଷ୍ୟତରେ ଆମେ ତ ହଇରାଣ ହେବା, ତା ସହିତ ଆଗାମୀ ପିଢ଼ି ବି ନାନା ପ୍ରକାରର ଅସୁବିଧା ଭୋଗ କରିବେ। ହଁ ପିଲେ, ଆମକୁ ଆମ ପରିବେଶ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଏଇ ଯେମିତିକି ଆମ ପାଖରେ ଥିବା ନଈ, ନାଳ, ପୋଖରୀକୁ ଦୂଷିତ କରିବାନି। ଜଳ ହିଁ ଜୀବନ, ଏ କଥା ଜାଣିବି ଆମେ କାହିଁକି ଜଳକୁ ପ୍ରଦୂଷିତ କରିବା, ଟିକେ ଭାବିଲ ଦେଖି। ସେମିତି ଆମ ବାୟୁମଣ୍ଡଳ, କଳକାରଖାନା ଆଉ ଗାଡ଼ି ମୋଟରରୁ ବାହାରୁଥିବା ବାଷ୍ପ ଆମ ବାୟୁମଣ୍ଡଳକୁ ପ୍ରତିଦିନ ପ୍ରଦୂଷିତ କରୁଛି। ଟିକେ ଭାବିଲ ପିଲାଏ, ଆମ ବାୟୁମଣ୍ଡଳ ପ୍ରଦୂଷିତ ହେଲେ ବିଶୁଦ୍ଧ ବାୟୁ ପାଇବା କେଉଁଠୁ ବଞ୍ଚିବା ପାଇଁ? ହଁ, ଏସବୁର ପ୍ରତିକାର ପାଇଁ ସମସ୍ତଙ୍କୁ ଗଛ ଲଗାଇବାକୁ ପଡ଼ିବ। ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଗଛ ଲଗାଇବାକୁ ଅନୁରୋଧ କରି ସ୍ଲୋଗାନ ଦେଇଛନ୍ତି, ଏକ ପେଡ଼ ମା କେ ନାମ। ହଁ, ଗୋଟିଏ ଗଛ ମାଙ୍କ ନାଁରେ। ଆଉ ଆମେମାନେ କ'ଣ ମାଙ୍କ ପାଇଁ ଗୋଟିଏ ଗଛ ଲଗାଇ ପାରିବାନି? ନିଶ୍ଚୟ ପାରିବା। ଆମେ ଚାହିଁଲେ ହିଁ ଆମ ପରିବେଶକୁ ସ୍ୱଚ୍ଛ ଆଉ ସୁସ୍ଥ ରଖିପାରିବା। ହଉ ପିଲେ, କଥା ତ ଆଗକୁ ବି ହେବା, ହେଲେ ଏବେ ଗୀତଟିଏ ଶୁଣିଲେ କେମିତି ହୁଅନ୍ତା? ଆସ ଭକ୍ତି ସଙ୍ଗୀତଟିଏ ଶୁଣିନେବା ଭଉଣୀ ସୋନିଆ ସାହାଙ୍କ କଣ୍ଠରୁ। ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ। ଫୁଲଟିଏ ମତେ କର ମହାପ୍ରଭୁ, ମଧୁର ମହକ ଦେଇ, ମଧୁର ମହକ ଦେଇ। ଫୁଲଟିଏ ମତେ କର ମହାପ୍ରଭୁ, ମଧୁର ମହକ ଦେଇ, ମଧୁର ମହକ ଦେଇ।
ଫୁଲଟିଏ ମୋତେ କର ମହାପ୍ରଭୁ। କେତେ ସୁନ୍ଦର ଭଜନଟିଏ ଗାଇ ଶୁଣିଲେ ଭଉଣୀ ସୋନିଆ ସାହା। ପିଲାଏ ଭକ୍ତଟିଏ ଭଗବାନଙ୍କ ଦର୍ଶନ ପାଇବାକୁ ଧାଇଁଯାଏ ମନ୍ଦିରକୁ, ଆଉ ସେଇଠି ତାର ଆରାଧ୍ୟଙ୍କୁ ଦେଖିଦେଲା ପରେ ପାଇଥାଏ ଅପୂର୍ବ ଆନନ୍ଦ। ମନ ଖୋଲି ଠାକୁରଙ୍କ ଆଗରେ ତାର ବିନତି ଜଣେଇଥାଏ। ଆଉ ଠାକୁର ତ ସମସ୍ତଙ୍କର, ସେ ତାଙ୍କ ଭକ୍ତର କଥା ନିଶ୍ଚୟ ଶୁଣନ୍ତି। ଆସ ପିଲେ, ଭଜନ ପରେ ଆମେ ବି ବୁଲି ଆସିବା ମନ୍ଦିର ଆଡ଼େ। ମନ୍ଦିର ମାଳିନୀ ଓଡ଼ିଶାରେ ଆଜି ଶୁଣିବା ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ବିଷୟରେ। ତମାନଙ୍କ ପାଇଁ କହିଛନ୍ତି ସୌଭାଗିନୀ ରାୟ। ପିଲେ, ଗାଁ ଠାରୁ ସହର ପର୍ଯ୍ୟନ୍ତ ଯିଏ ଯେଉଁଠି ତୁମେ ରହିଥା ନା କାହିଁକି, ସବୁଠି ନିଶ୍ଚୟ ତୁମେ ମନ୍ଦିର ଓ ଦେବାଦେବୀମାନଙ୍କୁ ଦର୍ଶନ କରିଥିବ। ବିଶେଷ କରି ପ୍ରତି ଗାଁ ମାନଙ୍କରେ ଗ୍ରାମଦେବତୀଙ୍କ ମନ୍ଦିର ରହି ପୂଜିତା ହେଉଛନ୍ତି। ଖାଲି ଆମ ଗାଁ, ସହର କିମ୍ବା ଜିଲ୍ଲା ନୁହେଁ, ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରସିଦ୍ଧ ମନ୍ଦିରମାନଙ୍କରେ ବିଭିନ୍ନ ଦେବାଦେବୀମାନେ ପୂଜା ପାଉଛନ୍ତି। ଆଜି ମୁଁ ତୁମକୁ ସମଲେଶ୍ୱରୀ ମନ୍ଦିର ଆଉ ମା ସମଲେଶ୍ୱରୀଙ୍କ କଥା କହୁଛି, ମନ ଦେଇ ଶୁଣ। ସମଲେଶ୍ୱରୀଙ୍କ ମନ୍ଦିର ଆମ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ। ଏହି ମନ୍ଦିରକୁ ଚୌହାନ ବଂଶର ରାଜା ବଳରାମ ଦେବ 16ଶ ଶତାବ୍ଦୀରେ ତିଆରି କରିଥିଲେ। ଏହି ମନ୍ଦିର ବାବଦରେ ଏଠିକାର ଗୋଟେ ଲୋକକଥା ରହିଛି। ରାଜା ବଳରାମ ଦେବ ପାରିଧିକୁ ଯାଇଥିବା ସମୟରେ ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ଶିମିଳି ଗଛ ମୂଳରେ ମାଆଙ୍କୁ ଦେଖିଥିଲେ। ସେଇଦିନ ରାତିରେ ସେ ମାଆଙ୍କୁ ସ୍ୱପ୍ନରେ ଦେଖିଲେ ଯେ ସେ ମାଆଙ୍କୁ ପୂଜା କରୁଛନ୍ତି। ତେଣୁ ରାଜା ତା ପରଦିନଠୁ ସେହି ଶିମିଳି ଗଛ ମୂଳେ ମାଆଙ୍କ ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ। ଏହାପରେ ରାଜା ବଳରାମ ଦେବ 16ଶ ଶତାବ୍ଦୀରେ ମହାନଦୀ କୂଳରେ ମାଆଙ୍କ ପାଇଁ ଏକ ସୁନ୍ଦର ମନ୍ଦିର ତିଆରି କଲେ। କିଛି ଦିନ ପରେ ଏହି ମନ୍ଦିର ଟିକେ ଖରାପ ହୋଇଯିବାରୁ ଏହାକୁ ସମ୍ବଲପୁରର ସପ୍ତମ ରାଜା ଛତ୍ରସାହି ଦେଓ ଏହି ମନ୍ଦିରକୁ ପୁନର୍ନିର୍ମାଣ କରିଥିଲେ। ରାଜା ଏହି କାର୍ଯ୍ୟକୁ 1657 ମସିହାରେ ଆରମ୍ଭ କରି 1955 ମସିହାରେ ଶେଷ କରିଥିଲେ। ଗ୍ରାନାଇଟ୍ ପରି ଏକ ସ୍ୱତନ୍ତ୍ର ପଥରରେ ମନ୍ଦିର ତିଆରି କରାଯାଇଥିଲା। ଏହି ମନ୍ଦିରକୁ ବଡ଼ଗୁଡ଼ି ଓ ସାନଗୁଡ଼ି ନାମରେ ଦୁଇ ଭାଗରେ ନାମିତ କରାଯାଇଥିଲା। ବଡ଼ଗୁଡ଼ି ମନ୍ଦିରର ସବୁଠୁ ବଡ଼ ଅଂଶ। ଏହାର ମଧ୍ୟଭାଗରେ ମା ସମଲେଇଙ୍କୁ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଉଛି। ମାଆଙ୍କର ଏହି କମନୀୟ ମନଲୋଭା ରୂପ ଅତ୍ୟନ୍ତ ମନମୁଗ୍ଧକର, ଯାହାକି ଭକ୍ତମାନେ ଦର୍ଶନ କରି ପୁଲକିତ ହେବା ସହ ନିଜକୁ ଧନ୍ୟ ମଣିଥାନ୍ତି। ଏହାଛଡ଼ା ମନ୍ଦିରଟି ଗ୍ରାନାଇଟ୍ ପଥରରେ ଏତେ ସୁନ୍ଦର ଭାବରେ ତିଆରି କରାଯାଇଛି ଯେ ଏହା ଏକ ମୁହଁ ପରି ଦେଖାଯାଏ। ଆଉ ମନ୍ଦିରରେ ଥିବା ସାନ ଗୁଡ଼ି ହେଲା ନାଟ ମଣ୍ଡପ। ଏହି ନାଟ ମଣ୍ଡପରେ ପ୍ରଭୁ ଶ୍ରୀ ଗଣେଶଙ୍କ ସହ ଅନ୍ୟ ଦେବାଦେବୀ ମୂର୍ତ୍ତିମାନ ରହି ପୂଜା ପାଉଛନ୍ତି। ମନ୍ଦିରର ବାହାର କାନ୍ଥମାନଙ୍କରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି। ସମଲେଶ୍ୱରୀଙ୍କ ମନ୍ଦିରର ଉଚ୍ଚତା ପ୍ରାୟ 35 ଫୁଟ କରାଯାଇଛି। ମା ସମଲେଶ୍ୱରୀଙ୍କ ପାଖରେ ସମସ୍ତ ପର୍ବପର୍ବାଣି ପାଳନ କରାଯାଉଥିଲେ ମଧ୍ୟ ଏଠିକାରେ ନୂଆଖାଇ ଓ ନବରାତ୍ରି ପର୍ବ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ। ବହୁ ପୁରାତନ କାଳରୁ ମା ଜଗଜ୍ଜନନୀ ଆଦିଶକ୍ତି, ମା ମହାଲକ୍ଷ୍ମୀ ଓ ମହାସରସ୍ୱତୀ ରୂପେ ପୂଜା ପାଇ ଆସୁଛନ୍ତି। ମା ସମଲେଇ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ଓ ସେ ସମ୍ବଲେଶ୍ୱରୀ ମନ୍ଦିର ସମ୍ବଲପୁରର ପ୍ରତିଷ୍ଠିତ ଦେବୀପୀଠ। ଓଡ଼ିଶାର ମାତୃଶକ୍ତି ପୀଠମାନଙ୍କ ମଧ୍ୟରେ ମା ସମଲେଶ୍ୱରୀଙ୍କ ପୀଠର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଠିକାର ପରିବେଶ ଅତ୍ୟନ୍ତ ମନମୁଗ୍ଧକର। ପାଖରେ ଥିବା ଜଙ୍ଗଲର ପ୍ରାକୃତିକ ପରିବେଶ ଦର୍ଶକମାନଙ୍କୁ ଆକୃଷ୍ଟ କରିଥାଏ। ତେଣୁ ଦର୍ଶନାର୍ଥୀମାନେ ମାଆଙ୍କୁ ଦର୍ଶନ କରିବା ସହିତ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟକୁ ଉପଭୋଗ କରିଥାନ୍ତି। ତେଣୁ ପ୍ରତିବର୍ଷ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଭକ୍ତ ଆସି ମାଆଙ୍କୁ ଦର୍ଶନ କରି ମାଆଙ୍କ ଆଶୀଷ ଲାଭ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଆନନ୍ଦିତ ହୋଇଥାନ୍ତି। ଏବେ ପିଲେ ଜାଣିଲ ସମଲେଶ୍ୱରୀଙ୍କ ବିଷୟରେ ଆଉ ସମଲେଶ୍ୱରୀ ମନ୍ଦିର ବିଷୟରେ। ଏବେ ଆସ ସମସ୍ତେ ମିଶି ମାଆଙ୍କୁ ପ୍ରାର୍ଥନା କରିବା। ଓଁ ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣେ ସର୍ବଶକ୍ତି ହରେ ଦେବୀ ନାରାୟଣୀ ନମସ୍ତୁତେ। ଜାଣିଛ ପିଲେ, ପକ୍ଷୀଟିଏ ସବୁଠାରୁ ବେଶୀ କେତେବେଳେ ଖୁସି ହୁଏ? ଯେତେବେଳେ ସେ ନୀଳ ଆକାଶରେ ଡେଣା ମେଲେଇ ଉଡ଼ି ଉଡ଼ି ଯାଉଥାଏ। ହଁ, ସେଇଟା ହିଁ ଗୋଟିଏ ପକ୍ଷୀର ସବୁଠାରୁ ଖୁସିର ମୁହୂର୍ତ୍ତ। ଭଉଣୀ ସୋନିଆ ସାହା ବି ତାଙ୍କର ଲୋଟଣୀ ପାରାକୁ ନୀଳ ଆକାଶରେ ଉଡ଼ିବା ପାଇଁ ଗୀତରେ ଗୀତରେ ଗାଇଲେଣି। ଆସ ଆମେ ବି ଶୁଣିବା ଆଉ ଗୀତର ମଜା ନେବା। ପଲ୍ଲୀ ଗୀତଟିକୁ ଲେଖିଛନ୍ତି ରାମକୃଷ୍ଣ ନନ୍ଦ।
ପିଲାମାନେ, ଖାଲି ଥିବା ବନ୍ଦ ଘରେ ଆମେ ଜୋର ପାଟିରେ କଥା ହେଲେ ଆମର କଥାଟା ଇକୋ ବା ପ୍ରତିଧ୍ୱନିତ ହୋଇଥାଏ। ଠିକ୍ ସେମିତି ପାହାଡ଼ ଉପରେ ବି ବଡ଼ ପାଟିରେ କଥା ହେଲେ ଆମ କଥାଟା ପ୍ରତିଧ୍ୱନିତ ହୁଏ। ଆଜି ଆସ ବିଜ୍ଞାନ ବାର୍ତ୍ତାରେ ଶୁଣିବା ସେଇ ଇକୋ ବା ପ୍ରତିଧ୍ୱନି ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ଜ୍ୟୋତିର୍ମୟୀ ମହାନ୍ତି। ଆସ ଶୁଣିବା। ପିଲାମାନେ, ତୁମେ ପ୍ରତିଦିନ ବିଭିନ୍ନ ପ୍ରକାର ଧ୍ୱନି ଶୁଣିଥାଅ। ଉଦାହରଣ ସ୍ୱରୂପ, ସକାଳୁ ଉଠିଲେ ବିଭିନ୍ନ ପ୍ରକାର ପକ୍ଷୀଙ୍କ କାକଳି ସହ କାଉର କା କା ରାବ, ଘରେ ହେଉଥିବା କଥାବାର୍ତ୍ତା, ଟେଲିଭିଜନ ରେଡ଼ିଓର ବାଜିବା ଧ୍ୱନି, ମନ୍ଦିରର ଶଙ୍ଖ ଘଣ୍ଟା ଘଣ୍ଟିର ଧ୍ୱନି, ଏମିତି ଅନେକ ପ୍ରକାରର ଧ୍ୱନି ଶୁଣିଥାଅ। ଧ୍ୱନି ଉତ୍ପନ୍ନ ହେଉଥିବା ବସ୍ତୁଠାରୁ ବାୟୁ ମାଧ୍ୟମରେ ତରଙ୍ଗ ଆକାରରେ ଗତି କରି ଶ୍ରୋତାର କାନରେ ପହଞ୍ଚେ ଓ ଏହାପରେ ଜଣେ ଧ୍ୱନି ଶୁଣିବାର ଅନୁଭବ କରିପାରେ। ଏ ତ ଗଲା ଧ୍ୱନିର କଥା। ହେଲେ ପ୍ରତିଧ୍ୱନି କ'ଣ? ଚାଲ ଆଜି ଆମେ ସେଇ ବିଷୟରେ ଜାଣିବା। ତୁମମାନଙ୍କର ନିଶ୍ଚୟ ଅଭିଜ୍ଞତା ଥିବ, ପାହାଡ଼ ପାଖରେ ବା କୌଣସି ଉଚ୍ଚ କୋଠାଘର ନିକଟରେ କି ଅଳ୍ପ ଦୂରରେ ଗଛ ଥିବା ଏକ ଖୋଲା ପଡ଼ିଆରେ ଛିଡ଼ା ହୋଇ ତୁମେ ଜୋରରେ ତାଳି ମାରିଲେ କିମ୍ବା ଉଚ୍ଚ ସ୍ୱରରେ ଚିତ୍କାର କଲେ ତୁମେ ତୁମ ତାଳି ବା ଚିତ୍କାରର ଶବ୍ଦ ଅବିକଳ ଭାବେ କିଛି ସମୟ ପରେ ପୁଣି ଶୁଣିପାରିବ। ଏଇ ଦ୍ୱିତୀୟ ଧ୍ୱନିକୁ ଆମେ ପ୍ରଥମ ଧ୍ୱନିର ପ୍ରତିଧ୍ୱନି କହିଥାଉ। ଧ୍ୱନି ଶୁଣିବାର ଆମର ଯେଉଁ ଅନୁଭୂତି, ତାହା ଆମ ମସ୍ତିଷ୍କରେ 0.1 ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ଏହି ସମୟସୀମା ମଧ୍ୟରେ ଯେବେ ଫେରିଆସୁଥିବା ଧ୍ୱନି ଆମ କାନରେ ପହଞ୍ଚେ, ତେବେ ମୂଳ ଧ୍ୱନିରୁ ସେଇ ଫେରିଆସୁଥିବା ଧ୍ୱନିକୁ ଅଲଗା କରି ଜାଣି ହେବ ନାହିଁ। ଆଲୋକର ପ୍ରତିଫଳନ ପରି ଧ୍ୱନିର ମଧ୍ୟ ପ୍ରତିଫଳନ ହୁଏ। ଧ୍ୱନି ଉତ୍ପନ୍ନ ହେଉଥିବା ଉତ୍ସରୁ ଗତି କରି କୌଣସି ପୃଷ୍ଠରେ ବାଧା ପାଇ ଫେରିଆସିବାକୁ ପ୍ରତିଫଳନ କୁହାଯାଏ। ବୈଜ୍ଞାନିକମାନେ ହିସାବ କରି ଦେଖିଛନ୍ତି ଯେ ଦୁଇଟି ଧ୍ୱନି 1 ସେକେଣ୍ଡ ସମୟାନ୍ତରରେ ଆମ କାନରେ ପହଞ୍ଚିଲେ ଆମେ ତାହା ସ୍ପଷ୍ଟ ଶୁଣିପାରିବା। ଧ୍ୱନି ଗୋଟିଏ ସେକେଣ୍ଡରେ 332 ମିଟର ଯାଇପାରେ। ତେଣୁ ହିସାବ ଅନୁଯାୟୀ ଏହି 1 ସେକେଣ୍ଡରେ ସେ 22 ମିଟର ଯାଇପାରିବ। ତେଣୁ ଧ୍ୱନି ତାର ଉତ୍ସଠାରୁ 11 ମିଟର ଦୂରତାରେ ପ୍ରତିଫଳିତ ହୋଇ ପୁଣି ସେଇ 11 ମିଟର ଫେରି ଆସିଲେ, ଅର୍ଥାତ୍ ମୋଟ 22 ମିଟର ଗଲେ ଆମେ ସିଧା ଆସୁଥିବା ଓ ପ୍ରତିଫଳିତ ହୋଇ ଆସୁଥିବା ଧ୍ୱନିକୁ ପୃଥକ ଭାବେ ଶୁଣିପାରିବା। ଅର୍ଥାତ୍ ସେଇ ଗୋଟିଏ ଧ୍ୱନିକୁ ଦୁଇଥର ଶୁଣିପାରିବା। ଧ୍ୱନିର ଏହି ପୁନରାବୃତ୍ତିକୁ ପ୍ରତିଧ୍ୱନି ବା ଇଂରାଜୀରେ ଇକୋ ବୋଲି କୁହାଯାଏ। ତୁମର ଦୈନନ୍ଦିନ ଜୀବନରେ ଏହି ପ୍ରତିଧ୍ୱନି ଶୁଣିବାର ଆଉ ଗୋଟିଏ ଉଦାହରଣ ଦେଉଛି। ବଡ଼ ହଲ୍ ଘରେ ବା କୌଣସି ଅଡିଟୋରିୟମରେ ଭାଷଣ ଚାଲିଥିଲା ବେଳେ ସମୟ ସମୟ ଏହା ସ୍ପଷ୍ଟ ହୁଏ ନାହିଁ। କହୁଥିବା କଥା ପୁଣି ଥରେ ବାରମ୍ବାର ଶୁଣାଯାଇ ଭାଷଣ ଠିକ୍ ଭାବେ ବୁଝି ହୁଏ ନାହିଁ। ତେଣୁ ସମସ୍ତେ କୁହନ୍ତି ଯେ ଘରଟାରେ ଇକୋ ହେଉଛି। ଏହା ପ୍ରତିଧ୍ୱନି ଯୋଗୁଁ ହୋଇଥାଏ। ମାତ୍ର ଏଠାରେ ପାର୍ଥକ୍ୟ ଏଇ ଯେ ଧ୍ୱନି ଏଠି ଥରେ ନୁହେଁ, ଅନେକ ଥର ପ୍ରତିଫଳିତ ହେଉଥାଏ। ଏହାକୁ ଧ୍ୱନିର ବହୁ ପ୍ରତିଫଳନ କୁହାଯାଏ। ଧ୍ୱନି ବହୁବାର ପ୍ରତିଫଳିତ ହେବା ଫଳରେ ଅନେକ ଗୁଡ଼ିଏ ପ୍ରତିଧ୍ୱନି ସୃଷ୍ଟି ହୁଏ ଓ ଏହା ଭାଷଣ ଓ ସଙ୍ଗୀତକୁ ଅସ୍ପଷ୍ଟ କରିଦିଏ, ଯାହାକୁ ଆମେ କହୁ ଇକୋ ବା ପ୍ରତିଧ୍ୱନି ହେଉଛି। ଏପରି ନ ହୋଇ ଭାଷଣ ସ୍ପଷ୍ଟ ଭାବେ ଶୁଣିବାକୁ ସବୁ ହଲ୍ ଘର ବା ଅଡିଟୋରିୟମର କାନ୍ଥ ଓ ଛାତକୁ ଧ୍ୱନି ଶୋଷଣ କରୁଥିବା ପଦାର୍ଥମାନଙ୍କ ଦ୍ୱାରା ଆଚ୍ଛାଦିତ କରାଯାଏ। ତୁଳା, ପଶମ, କର୍କ ଏସବୁ ଏହି ପ୍ରକାରର ପଦାର୍ଥ। ଏମାନେ ଧ୍ୱନିକୁ ଅବଶୋଷଣ କରୁଥିବାରୁ ଧ୍ୱନିର ବହୁଥର ପ୍ରତିଫଳନ ଘଟେ ନାହିଁ କି ପ୍ରତିଧ୍ୱନି ସୃଷ୍ଟି ହୁଏ ନାହିଁ। ଏହା ଫଳରେ ଆମେ ବକ୍ତୃତା ହେଉ ବା ସଙ୍ଗୀତ ହେଉ ତାହାକୁ ଭଲ ଭାବେ ଶୁଣିପାରିବା। ପ୍ରତିଧ୍ୱନି ଦ୍ୱାରା ଆମର ଆହୁରି ଅନେକ କାର୍ଯ୍ୟ ମଧ୍ୟ ସାଧିତ ହେଉଥାଏ। ଏହାଦ୍ୱାରା ଆମେ ସମୁଦ୍ରର ଗଭୀରତା ମାପିବା ସହ ଜଳ ମଧ୍ୟରେ ଥିବା ବସ୍ତୁର ଉପସ୍ଥିତି, ଦୂରତା ଓ ବେଗ ଜାଣିପାରୁ। ଯେଉଁ ଯନ୍ତ୍ର ଦ୍ୱାରା ଆମେ ଏସବୁ ଜାଣିପାରୁ, ଏହାର ନାମ ହେଉଛି ସୋନାର। ସୋନାରରେ ଟ୍ରାନ୍ସମିଟର ଓ ଗୋଟିଏ ଡିଟେକ୍ଟର ଥାଏ। ଏହା ବଡ଼ ବଡ଼ ଶକ୍ତିଚାଳିତ ଡଙ୍ଗା ବା ଜାହାଜରେ ଖଞ୍ଜା ହେଇଥାଏ। ଏଥିରୁ ଧ୍ୱନି ତରଙ୍ଗ ସମୁଦ୍ର ଭିତରକୁ ପଠାଯାଏ। ଏହା ସମୁଦ୍ରରେ ବୁଡ଼ି ରହିଥିବା ଜାହାଜ କିମ୍ବା ପାହାଡ଼, ବଡ଼ ବଡ଼ ଶିଳାଖଣ୍ଡ, ବରଫ ସ୍ତୂପ ତଥା ଯେକୌଣସି ବସ୍ତୁରେ ବାଧା ପାଇ ପ୍ରତିଫଳିତ ହେଇ ପ୍ରତିଧ୍ୱନି ସୃଷ୍ଟି କରେ। ଧ୍ୱନିର ପ୍ରେରଣ ଓ ପ୍ରତିଧ୍ୱନିର ଗ୍ରହଣ ମଧ୍ୟରେ ଥିବା ସମୟ ବ୍ୟବଧାନ, ସମୁଦ୍ର ଜଳରେ ତରଙ୍ଗର ବେଗ, ଜାହାଜଠାରୁ ପ୍ରତିବନ୍ଧକର ଦୂରତା ଅନୁଧ୍ୟାନ କରି ଏକ ଗାଣିତିକ ସୂତ୍ର ଦ୍ୱାରା ଜଳ ମଧ୍ୟରେ ବୁଡ଼ି ରହିଥିବା ଅଦୃଶ୍ୟ ବସ୍ତୁମାନଙ୍କର ଦୂରତା ଜାଣିହୁଏ। ଫଳରେ ସେଗୁଡ଼ିକୁ ଠାବ କରିବା ବା ଉଦ୍ଧାର କରିବା ସହଜ ହୁଏ।
ପିଲାମାନେ, ତୁମେ ହୁଏତ ଶୁଣିଲେ ଆଶ୍ଚର୍ଯ୍ୟ ହେବ ଯେ ରାତ୍ରିଚର ପ୍ରାଣୀ ବାଦୁଡ଼ି ପ୍ରାକୃତିକ ଉପାୟରେ ଏହି କୌଶଳରେ ତାର ଖାଦ୍ୟ ସଂଗ୍ରହ କରିବା ସହ ତାର ଗତିପଥ ଜାଣିପାରେ। ସେ ଉଡ଼ିଲା ବେଳେ ତା ମୁହଁରୁ ଏକ ପ୍ରକାର ବିଚିତ୍ର ଶବ୍ଦ ସୃଷ୍ଟି କରେ। ସେହି ବିଚିତ୍ର ଶବ୍ଦ ବାୟୁମଣ୍ଡଳରେ ତରଙ୍ଗ ଆକାରରେ ଯାଇ ତା ସମ୍ମୁଖରେ ଥିବା କୌଣସି ବସ୍ତୁରେ ବାଧା ପାଏ ଓ ସେହି ବସ୍ତୁରେ ପ୍ରତିଫଳିତ ହୋଇ ପ୍ରତିଧ୍ୱନି ସୃଷ୍ଟି କରି ବାଦୁଡ଼ିର କାନ ପାଖକୁ ଫେରିଆସେ। ପ୍ରକୃତି ଏହି ରାତ୍ରିଚର ପ୍ରାଣୀଟିକୁ ଏପରି ଗଢ଼ିଛି ଯେ ତାର ଦୃଷ୍ଟିଶକ୍ତି କ୍ଷୀଣ, ମାତ୍ର ଶ୍ରବଣ ଶକ୍ତି ପ୍ରଖର। ତେଣୁ ପ୍ରତିଧ୍ୱନି ଯେତେ କ୍ଷୀଣ ହେଲେ ବି ବାଦୁଡ଼ି ତାର କାନରେ ଏହାକୁ ସ୍ପଷ୍ଟ ଭାବେ ଶୁଣିପାରେ। କେବଳ ଏତିକି ନୁହେଁ, ପ୍ରତିଧ୍ୱନିରୁ ସେ ପ୍ରତିବନ୍ଧକ ବା ପ୍ରତିଫଳକର ଉପସ୍ଥିତି, ଆକୃତି ଓ ପ୍ରକୃତି ଜାଣିପାରେ। ତେଣୁ ସେ ବିନା ବାଧାରେ ତା ଖାଦ୍ୟ ପାଖରେ ପହଞ୍ଚିବା ସହ ଗତିପଥ ମଧ୍ୟ ନିର୍ଦ୍ଧାରିତ କରିଥାଏ। ଧ୍ୱନିର ବହୁ ପ୍ରତିଫଳନରୁ ଉତ୍ପନ୍ନ ପ୍ରତିଧ୍ୱନିକି ମଧ୍ୟ ବ୍ୟବହାର କରି ଡାକ୍ତରମାନଙ୍କ ଷ୍ଟେଥୋସ୍କୋପ୍ କାର୍ଯ୍ୟ କରିଥାଏ। ଡାକ୍ତରମାନେ ଆମ ଶରୀର ଭିତରେ ହୃତ୍ପିଣ୍ଡର ସ୍ପନ୍ଦନ, ଫୁସ୍ଫୁସ୍ର କ୍ଷୀଣ ଧ୍ୱନି ଜାଣିବା ପାଇଁ ଏହି ଯନ୍ତ୍ରଟିକୁ ବ୍ୟବହାର କରିଥାନ୍ତି। ଏଥିରେ ଏପରି ବ୍ୟବସ୍ଥା ଥାଏ ଯେ ଯେଉଁଥିରେ କି ଏହି କ୍ଷୀଣ ଧ୍ୱନିର ବହୁ ପ୍ରତିଫଳନ ଘଟି ଧ୍ୱନି ସ୍ପଷ୍ଟ ଶୁଣାଯାଏ। ଏବେ ଜାଣିଲ ତ ପିଲାମାନେ, ଏହି ଛୋଟିଆ ପ୍ରତିଧ୍ୱନିଟି କିପରି ଆମକୁ ବହୁତ କଥା କହିଦେଉଛି। ତୁମେମାନେ ମନେ ରଖ, ପ୍ରତିଟି ଘଟଣା ମୂଳରେ କିଛି ନା କିଛି ତଥ୍ୟ ଲୁଚି ରହିଛି। ପିଲାବେଳୁ ପ୍ରତିଟି ଘଟଣାକୁ ଚିନ୍ତା କଲେ ଓ କ'ଣ କାହିଁକି ଏପରି ହେଉଛି ଭାବିଲେ ବହୁ ନୂତନ ଉଦ୍ଭାବନର ବାଟ ତୁମ ସମ୍ମୁଖରେ ଆପେ ଖୋଲିଯିବ। ତୁମେ ସମାଜ ପାଇଁ ତାହେଲେ ଯାଇ କିଛି କରିପାରିବ। ପିଲାଇ, ଆମ ଭାରତ ମା ଆମ ପାଇଁ ବଡ଼। ଆମେ ତାରି ସନ୍ତାନ ବୋଲି ନିଜକୁ ଗର୍ବ ଅନୁଭବ କରୁ। ସେଇ ଭାରତ ମା ସବୁବେଳେ ଚିରବନ୍ଦନିଆ। ଶୁଣିବା ଦେଶବନ୍ଦନାଟିଏ ଗାଇଛନ୍ତି ଶୁଭଶକ୍ତି ଦାସ, ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ହୋଇଛି ପୋଥି ପୁରାଣ କଥା।
ହଉ ପିଲାମାନେ, ଆଜି ତ ସମୟ ହେଇଗଲାଣି। ଆଜି ପାଇଁ କିଶୋର ଚକ୍ର ଏତିକି।